ଆପଣ ମାନେ ଜାଣିଥିବେ ମୁଁ ଯାଇଥିଲି ମିରଟ, ସେଠିକି ଯାଇଥିଲି କଣ ନା ରାଫ୍ଟିଂ କରିବାକୁ। ତ ଆଜି ମୁଁ କହିବାକୁ ଯାଉଛି କେମିତି ମୁଁ ଯାଇକି ପହଞ୍ଚିଲି ସେଠି, ଆଉ କଣ କଣ ହେଲା ମୋ ସାଙ୍ଗେ। ତ କଥାଟି ଷ୍ଟାର୍ଟ ହେଇଯାଉଛି ଯୋଉ ଦିନ ମୁଁ ଯିବି ତା ପୂର୍ବ ଦିନ ରାତିରେ। ସକାଳୁ ପ୍ୟାକିଂ କରିକି ଯିବାର ଥାଏ। ତ ମୁଁ ଆଉ ମୋ ପ୍ୟାରେଣ୍ଟ ମାନେ ମୋ ବାବା ମମି ରାତି ଯାକ ଶୋଇନୁ, ପ୍ୟାକିଂ ଚାଲିଛି। ପାଖାପାଖି ରାତି 2ଟା ହବ, ଆମେ ଶୋଇନାହୁଁ। ତାପରେ ଆପଣଙ୍କୁ ଗୋଟେ ଜିନିଷ କହିବାକୁ ଚାହୁଁଛି, ଆମ ଜଗତସିଂହପୁରରେ ରାତି 12ଟା ପରେ ଆପଣ ଯାହା ବି ପାଖକୁ ପଳେଇବେ, ଯଦି ଆପଣ 2-3 ମିନିଟ୍ ଯାଇ ତା ପାଖରେ ଠିଆ ହେଇଯାଉଛନ୍ତି ତ ଆପଣଙ୍କୁ ନିଶ ହବାଟା ଥୟ। ଯଦି ଆପଣ ଖାଲି ଠିଆ ହେଇଯାଉଛନ୍ତି, ତ ତାଙ୍କ ମଧ୍ୟରୁ ଜଣେ ମହାପୁରୁଷ ଆସିକିରି ଆମ ଘରେ ଉପର ମାନ ହେଇଥିଲେ। କେମିତି ନା ତାଙ୍କ ଅଣ୍ଟା ଲାଖି ଯାଇଥିଲା। ବ୍ୟାକ୍ ଷ୍ଟୋରିଟି କିଛି ଏମିତି କି ସେ ପାନ କରିସାରିବା ପରେ ତାଙ୍କୁ ଆଉଟ ଗୋଇଂ ର ବ୍ୟବସ୍ଥା କରିବାକୁ ଲାଗିଛି, ମାନେ ଶୋଷ ଲାଗିଛି। ସେ କଲା ଭିତରେ ସେ ଗୋଟେ ପ୍ୟାଣ୍ଟ ପିନ୍ଧିଥିଲେ, ଆଉ ଗୋଟେ ତମେ ମାନେ ଜାଣିଥିବ, ଆପଣ ମାନେ ଜାଣିଥିବେ ଯେ ବଟନ ଥାଏ, ଜିପ୍ ନଥାଏ। ସିଏ ସେଠି କଣ କରିଛନ୍ତି ନା ପ୍ୟାଣ୍ଟ ର ବଟନ କୁ ସାର୍ଟ ରେ ଲଗେଇ ଦେଇଛନ୍ତି। ତ ଏମିତି ଅଣ୍ଟା ଭଳିଆ ନଇକିରି ଅଛନ୍ତି। ତ ସିଏ ଆସିକିରି ଆମ ଘର ପାଖରେ ପହଞ୍ଚନ୍ତି, କାରଣ ବାବା ଜଣେ ଡକ୍ଟର। ଆଜ୍ଞା ଡାକ୍ତର ବାବୁ ଠିକ କରିଦିଅନ୍ତୁ। କବାଟ ପଳେଇଲେ, ବାବା ଆମେ ସମସ୍ତେ ସକ୍, ଏତେ ରାତିରେ କିଏ ଆସିବ। କବାଟ ଖୋଲ, ଆଜ୍ଞା ସାର୍ ମୁଁ ଟିକେ ଅଣ୍ଟା କଣ ହେଇଛି ଟିକେ ଠିକ କରିଦିଅନ୍ତୁ। ବାପା ତାଙ୍କୁ ଭିତରୁ ଡାକିଲେ, ଯେହେତୁ ହେଲେ ପେସେଣ୍ଟ, ତାଙ୍କୁ ଚେକ୍ କଲେ, କିଛି ହେଇନି। ପଚାରିଲେ କିଛି ଓଜନ ଜିନିଷ କରୁଥିଲ କି, ଓଜନ ଜିନିଷ ଉଠଉଥିଲ କି? ନାଇଁ ସାର୍ କିଛି କରିନି, ମୁଁ ସୁସୁ କରୁଥିଲି ତାପରେ ଆସିକିରି ଏମିତି ଲାଖି ଯାଇଛି, ଉଠି ପାରୁନି। ବାବାଙ୍କ ମୁଣ୍ଡ ବୁଲିଗଲେ, ହେଲା କଣ, କାହିଁକି ଏମିତି ଉଠି ପାରୁନାହାନ୍ତି। କିନ୍ତୁ ତା ଭିତରେ ମୁଁ ନୋଟିସ କରିସାରିଥିଲି ଯେ ସିଏ ଜିପ୍ ପ୍ୟାଣ୍ଟ ର ବଟନ ଟାକୁ ସାର୍ଟ ରେ ଲଗେଇ ଦେଇଥିଲେ, କାରଣ ଏ ମହାପୁରୁଷ କାମ ମୁଁ ଥରେ କରିସାରିଛି। ତ ମୁଁ ବାବାଙ୍କୁ କହିଲି, ବାବା ତମେ ଆଜି ଟ୍ରିଟମେଣ୍ଟ କରିନ, ଆଜି ମୁଁ ଟ୍ରିଟମେଣ୍ଟ କରିବି। ଦେଖ ଯାହା ହଉଛି। ଯାହା କରୁଛୁ କର। ମୁଁ କହିଲି ଫାଷ୍ଟ ଅଙ୍କଲ ସାର୍ଟ ଖୋଲନ୍ତୁ, ସାର୍ଟ ପ୍ୟାଣ୍ଟ ଖୋଲନ୍ତୁ। ମତେ ଜେଲକୁ ନେଇକି ମାଡ ଫାଡ ଦବୁ ନା କଣ? ମୁଁ କହିଲି ଆଜ୍ଞା ଖୋଲନ୍ତୁ, ମୁଁ ଠିକ କରିଦେବି। ସିଏ ମୋ କଥା ଅନୁସାରେ ପ୍ୟାଣ୍ଟ ଖୋଲିଲେ, ସାର୍ଟ ଖୋଲିଲେ। ଖୋଲିଦେଲା ପରେ ମୁଁ କହିଲି ଆଜ୍ଞା ପୁଣି ଥରେ ପିନ୍ଧନ୍ତୁ। ପିନ୍ଧିଦେଲେ, ଠାକୁରଙ୍କ ଦୟାରୁ ଠିକ ଠାକ ରେ ପିନ୍ଧେଇଛନ୍ତି। ସାର୍ଟ ର ବଟମ ସାର୍ଟ ଲଗେଇଛନ୍ତି, ପ୍ୟାଣ୍ଟ ର ବଟମ ପ୍ୟାଣ୍ଟ ଲଗେଇଛନ୍ତି। ତଥାପି ସେ ନଇକିରି ଅଛନ୍ତି, କାରଣ ତାଙ୍କ ପାଖରେ ପରଫରମାନ୍ସ ପ୍ରେସର ପଳେଇ ଯାଇଛି ଯେ ନଇକିରି ଅଛି ମାନେ ନଇକିରି ହିଁ ରହିବି। ତ ମୁଁ କହିଲି ଆଜ୍ଞା ଠିଆ ହୁଅନ୍ତୁ, ସିଧା ହୁଅନ୍ତୁ। ହବନି ତ ନାଇଁ, ତୁ ତ କିଛି କରିନୁ, କେମିତି ହବ? ଆଜ୍ଞା ଠିଆ ତ ହଉନାହାନ୍ତି। ମୁଁ ସତ କଥା କହୁଛି। ସିଏ ଏତେ କହିଲେ, ତାପରେ ମତେ କହିଲେ ଯେ ଦେଖ ତୁ ପ୍ୟାଣ୍ଟ ଖୋଲିବାକୁ କହିଲୁ, ସାର୍ଟ ଓହ୍ଲେଇଥିଲି, ଗୋଟେ କଥା ଦେଖ ଟ୍ରାଏ କରିଦଉଛି। ଏମିତି କରି ସିଧା ହେଇଗଲା, ମତେ ଯେମିତି ଲାଗିଲା 120 ଟିକେ ପଛକୁ ବୁଲିଗଲେ। ତାପରେ ସେ ମତେ କହୁଛନ୍ତି ଯେ ଗୋଟେ ଡାକ୍ତର କରିପାରିଲୁ, ତୁ ପୁଅ କେମିତି କଲୁ? ମୁଁ କହିଲି ଆଜ୍ଞା ଆପଣ ଯାଆନ୍ତୁ, କାରଣ ସେତେବେଳେ ମୋ ବାବା କଣ କରୁଥିଲେ ନା ଫ୍ରିରେ ଚିକିତ୍ସା କରୁଥିଲେ। ଆଜ୍ଞା ଆପଣ ଯାଆନ୍ତୁ। ସେ ଗଲା ପରେ ମତେ ବାବା ପଚାରୁଛନ୍ତି କେମିତି କଲୁ? ଏମିତି ବାଟ ତ ମୁଁ ତ କେବେ ଜାଣିନଥିଲି, ସାର୍ଟ ପ୍ୟାଣ୍ଟ ଖୋଲିଦେଲେ ଅଣ୍ଟା ଠିକ ହେଇଯିବ। କହିଲି ବାବା ତମେ ମେଡିକାଲ କୋର୍ସ ଗୋଟେ କୋର୍ସ କରିନ ବୋଧେ, ନିଶାଡି। ସେ କୋର୍ସ ଟା ମୁଁ କରିସାରିଛି ୟୁଟ୍ୟୁବରେ, ତ ସେଥିପାଇଁ ସର୍ଟ ଆଉଟ କରିଦେଲି। ତ ଏମିତି ସକାଳ ହେଲା, ଆଉ ଆମେ ମୋର ଆଉ ମୋ ସାଙ୍ଗର ବାହାରି ଗଲୁ। ଯିବୁ କୁଆଡକୁ ନା ରାଉରକେଲା ଯିବୁ। ଏଠୁ ରାଉରକେଲା ଯିବୁ, ରାଉରକେଲାରୁ ଦିଲ୍ଲୀ ଯିବୁ। ରାଉରକେଲାରେ ଆମେ ଯିବୁ। ଏୟାରପୋର୍ଟରେ ଯାଇ ପହଞ୍ଚିଲା ପରେ ମୋ ସାଙ୍ଗକୁ ଆମେ ବହୁତ ଖୁସିରେ ଡାକୁ 143। ତାକୁ ମୁଁ ଅଧିକା ଭଲ ପାଉ ବୋଲି ଡାକୁନି, ତାକୁ ଏଇଥିପାଇଁ ଡାକୁ କାରଣ ସେ ମହାପ୍ରଭୁଙ୍କର 143 ଥର ହାର୍ଟ ବ୍ରେକ୍ ହେଇଛି। ଆଉ ସେ ମହାଶୟଙ୍କୁ ନେଇକିରି ମୁଁ ଯାଉଛି। ଯେତେବେଳେ ଆମେ ଏୟାରପୋର୍ଟରେ ପହଞ୍ଚି ଗଲୁ, ଏୟାରପୋର୍ଟର ଆମେ 2 ଜଣ ବସିଛୁ, ଆମ ସାଇଡରେ ଜଣେ ଆସିଲେ ଝିଅଟେ ବସିଗଲେ, ପାଖାପାଖି ଆମ ଏଜର। ତ ମୁଁ ତାଙ୍କୁ ଦେଖିକିରି ଗୋଟେ ଜିନିଷ ଅବଜର୍ଭ କରିବାକୁ ଚାହିଁଲି। ସିଏ ଗୋଟେ ଜୋତା ପିନ୍ଧିଥିଲେ ନାଇକିର ଗୋଟେ ଜୋତା ପିନ୍ଧିଥିଲେ। ମୋର ଏତେ ବ୍ରାଣ୍ଡ ଆଇଡିଆ ନାହିଁ। ମୁଁ ତା ପୂର୍ବରୁ ଯେତେବେଳେ ଯାଉଛି ଏତେ ଦୂରକୁ, ମୁଁ ଗୋଟେ ସୁ କିଣିଥିଲି ଆଡିଡାସର 150 ଟଙ୍କା, ଯାହା ଉପରୁ ବାଘ ଡେଉଁଥିଲା। ସେ ଝିଅର ହାତକୁ ଦେଖିଲି, ସେ ଗୋଟେ ବ୍ୟାଗ ଧରିଛି, ତା ଉପରେ ଲେଖା ହେଇଛି LV। ମୋ ବ୍ୟାଗ ଉପରେ ଲେଖା ହେଇଛି ମର୍ଦଲାସ ଜୁଏଲର୍ସ। ସେ ଝିଅ ଏୟାରପୋର୍ଟରେ ବସିକି କଫି ପିଉଛି।
ମୋ ହାତରେ ଅଛି ଗୋଟେ ସ୍ପ୍ରାଇଟ୍ ର ବୋଟଲ, ଭିତରେ ପାଣି, ଉପରେ ଧଳା ଠିପି, ଠିପି ଉପରେ ଲେଖା ହେଇଛି মাজା, MAJA। ସେ ସବୁ ଦେଖି ସାରିଲା ପରେ ଆମେ ପ୍ଲେନ ଭିତରକୁ ଗଲୁ। ମତେ କହିଲା ହଁ ପ୍ଲେନ ଭିତରୁ କଣ ହବ, ଏସି ପବନ ଖାଇକି ଥଣ୍ଡା ହେଇକି ଯିବୁ। ଭିତରକୁ ପଳେଇଲା ବେଳକୁ ଦେଖିଲାକୁ ୱିଣ୍ଡୋ ସିଟ୍ ରେ ପାନ ଛକ ପଡିଛି, ଏସି କାମ କରୁନି। ମୋ ପାଖରେ ଜଣେ ଭାଇ ବଇଥିଲେ, ସିଏ ମତେ ପଚାରୁଛନ୍ତି ଭାଇ ଏ କଣ ବିଞ୍ଚଣା ଫିଞ୍ଚଣା ଦେବା ନା କଣ? ନାଇଁ ନାଇଁ, ତମେ ମତେ ଫୁଙ୍କିବ, ମୁଁ ତମକୁ ଫୁଙ୍କିବି। ତ ଏତିକି କଥା ହେଲା ଭିତରେ ସେ ଝିଅଟା ଯୋଉ ଝିଅକୁ ଆମେ ଏୟାରପୋର୍ଟରେ ଦେଖିଥିଲୁ, ସେ ଝିଅ ଆସିକି ମୋ ସାଇଡ ସିଟ୍ ରେ ବସିଗଲା। ତ ମୁଁ ଯୋଉ 3 ପଦ ଇଂଲିଶ ଶିଖିଥିଲି ସେଠି କହିଦେଲି, where are you from? I am from ରାଉରକେଲା, established in Navi Mumbai। ହଉ, ମୁଁ ତାପରେ ଦେଖିଲି ଯେ ସାଇଡ ବହି ଫର୍ମାଲ ଜଣ ପାଇଁ ପଚାରିବାକୁ ତ ପଡିବ ନା, ନହେଲେ ଖରାପ ଭାବିବେ କାଳେ। ଆଜ୍ଞା ଭାଇ where are you from? ସେ କହିଲେ I am from କୋରିଆ। ମୁଁ କହିଲି କୋରିଆ ପୂର୍ବରୁ ତ ଫର୍ମ ଲଗାଉନି। ତ ଏମିତି ହେଇଛି, ଆମେ ଚାଲୁଛୁ। ତଥାପି ମୁଁ ଭାବିଥିଲି ଏସବୁ ଖାଇବୁ, କିନ୍ତୁ ତଥାପି ଘର ଘର ମିଚା ହେଇ ଚାଲିଛୁ। ମଝିରେ ସେ କଣ କରିଥିଲେ ନା, ସେ କୋରିଆ ଭାଇ ଯିଏ ଥିଲେ ଶୋଇ ପଡୁଛନ୍ତି। ହଠାତ୍ କିନା ଉଠି ପଚାରୁଛନ୍ତି କୋଉଠି ହେଲା କୋଉଠି ହେଲା? ମୁଁ କହିଲି ଭାଇ ତମେ କୁଆଡେ ଯାଇଛନ୍ତି? ନା ରାଉରକେଲା ଯାଇଥାନ୍ତି। ମୁଁ କହିଲି ଭାଇ ସେ 50ଟା ପଇସା ପଳେଇଲା। ସିଏ ଟେନସନରେ ଉଠି ଯାଉଥିଲେ। ଉଠିଲା ପରେ ମୁଁ ତାଙ୍କୁ କହିଲି ଭାଇ ତମେ ବସ ରାଉରକେଲା ଯେତେବେଳେ ଆସିବ ମୁଁ ତମକୁ କହିଦେବି। ତ କିଛି ସମୟ ପରେ ସେ ମତେ ପଚାରୁଛନ୍ତି ଭାଇ ବାଦାମ ବାଲା ଆସିବନି? ମୁଁ କହିଲି ଆକ୍ଚୁଆଲି ମୁଁ ଟିକେ ଏଠି ଫ୍ଲାଇଟରେ ନୂଆ ଆସିଛି, ତ ତମେ ହେୟାର ହୋଷ୍ଟେସକୁ ପଚାରିନିଅ। ସିଏ ଜାଣିନାହାନ୍ତି ହେୟାର ହୋଷ୍ଟେସ ଖାଲି ଇଂଲିଶରେ ହିଁ କଥା ହୁଅନ୍ତି। ସିଏ ଠିଆ ହେଇ କହୁଛନ୍ତି ଅପା ବାଦାମ ବାଲା କେତେବେଳେ ଆସିବ? ସେ ଯୋଉ ଏୟାର ହୋଷ୍ଟେସ ପଛରେ ବୁଲିକି କହୁଛି ହଁ ବେ ଗାଡି ଓହ୍ଲେଇ ଦେବି, ଏକ କରିଦେଇ ପଳେଇ ଆସିବୁ। ତ ଆମେ ଏ ମହାପ୍ରଭୁଙ୍କ ସାଙ୍ଗରେ ଆମେ ଯାଇଛୁ। କିଛି ସମୟରେ ମତେ କହୁଛନ୍ତି ଯେ ଭାଇ ସ୍ୱର୍ଗଟା ଏଠି ଗୋଟେ ପାଖାପାଖି ଥିବ। ମୁଁ କହିଲି ହଁ, ଯିବ କି? ନା ନାଇଁ ଡେରି ହେଇଯିବ। ମୁଁ କହିଲି ଚାଲ କିଛି ଡେରି ହବନି, ତମେ ଗୋଟେ କାମ କର ଗେଟ୍ ପାଖକୁ ଚାଲ, ମୁଁ ତମ ପଛକୁ ଠେଲିଦେବି। ତମ ବଡି ଯାଇ ସିଧା ପଡିବ ରାଉରକେଲାରେ, ଆଉ ଆତ୍ମା ସିଧା ସ୍ୱର୍ଗରେ, ଡାଇରେକ୍ଟ ଟିକେଟ ୱିଦାଉଟ୍ ପ୍ରାଇସ୍। ମୁଁ ଫ୍ରିରେ କାମ କରେ। ତ ଏଇଭଳିଆ ହେଲା ଭିତରେ ସେ ଝିଅ କଣ କରିଛି ନା ପିଜ୍ଜା ଅର୍ଡର କରିଛି। ମୁଁ କହିଲି ଏବେ ଇମ୍ପ୍ରେସ କରିବି, କାରଣ ମୋର ବି ଦୋଷ ଅଛି। ସେଥିରେ ଆଣିକି ତମକୁ ପିଜ୍ଜା ଦେଇକିରି ଗଲେ। ମୁଁ ସତ କଥା କହିବି, ସେ ମୁଁ ପିଜ୍ଜା ସେତେ ପର୍ଯ୍ୟନ୍ତ ଦେଖିନଥିଲି। ମୁଁ ସେ ସେପର ରୁଟି କି ଚକୁଳି ଦେଖିଥିଲି। ମୁଁ ତାଙ୍କୁ କହୁଛି ଶୁଖିଲା କଣ ଦେଲ, ଘୁଗୁନି ଦେଲନି? ଆଉ ଏ କଥାରେ କୋରିଆ ଭାଇ ବି ହସିଦେଲେ। ତ ମୁଁ ତାଙ୍କୁ ପଚାରିଲି ଭାଇ ତମେ କାହିଁ ହସିଲ? ମତେ କହୁଛନ୍ତି ପ୍ଲେନ ଟା ଏମିତି ଉଡୁଛି ନା, ଘୁଗୁନି ଢାଳି ଯିବନି? ତ ଏଇ ଅବସ୍ଥାରେ ଏତେ ସୁନ୍ଦର ବ୍ୟକ୍ତିକୁ ନେଇକି ଆମେ ପହଞ୍ଚିଗଲୁ ରାଉରକେଲା। ତ ଆପଣ ମାନେ ବହୁତ ଜାଗାକୁ ଟ୍ରାଭେଲ କରିଥିବେ, କିନ୍ତୁ ମୋ ଭଳିଆ କାର୍ଟୁନ ସାଙ୍ଗରେ କେବେ ଟ୍ରାଭେଲ କରିନଥିବେ, କି ମୋ ଭଳିଆ ସାଙ୍ଗରେ ଏତେ ଜିନିଷ ଗୋଟେ କି କହି ହିଁ ପାରିବନି। କାରଣ ମୁଁ ସବୁଠୁ ଅପରଚୁନିଟି ଅଧିକା ପାଇଥିଲି 2025ରେ ଟ୍ରାଭେଲ କରିବା ପାଇଁ। କିନ୍ତୁ 2025ରେ ଫ୍ଲାଇଟ୍ ଠିକରେ ଯିବାର ଇଚ୍ଛା ହିଁ ନଥିଲା। କିଛି କିଛି ତ ଉଡୁ ନଥିଲେ, କିଛି କିଛି ଅଧାରୁ ଫେରି ଆସୁଥିଲେ, କିଛି କିଛି କଣ ତ ମୁଡ ସୁଇଙ୍ଗ ଟାଇପ ଚାଲିଥିଲା। ନାଇଁ ମୁଁ ଆଜି ଯିବିନି, ଆଗରେ ଦେଖ ମେଡିକାଲ କଲେଜ, ସେଇଠିକି ଯିବି। ତ ମୁଁ ଫେରିବାର ଥିଲା 12 ଜୁନ ଦିନ 2025। ତ ସମସ୍ତେ ଜାଣିଥିବ, ମନେ ପକେଇ ଦଉଛି ଆପଣ ମାନଙ୍କୁ, 12 ଜୁନ 1:38 ଏୟାର ଇଣ୍ଡିଆର ଗୋଟେ ପ୍ରାଇସ୍ ଅହମ୍ମଦାବାଦରେ କ୍ରାଶ ହେଇଯାଇଥିଲା। You guys remember? ଆଉ 12 ଜୁନ 2ଟା ବେଳେ ମୋ ଜାହାଜ ଉଡିବା ପାଇଁ ଅଛି, ଜଷ୍ଟ ଟେକ୍ ଅଫ୍ କରିବାକୁ ଯାଉଛି। ମାନେ ଯଦି ଆପଣ ମାନେ ଜାଣିଥିବେ ଏମିତି ଟ୍ରାନ୍ସପୋର୍ଟରେ ଏମିତି ଇନସିଡେଣ୍ଟ ଘଟିଲେ ଟିକେ ତ ଟ୍ରଷ୍ଟ ଆସିବ। ଟ୍ରଷ୍ଟ ଇସ୍ୟୁ ଆସିଥାନ୍ତା, ମୁଁ ବସି ନଥାନ୍ତି।
କି ଓହ୍ଲେଇ ସାରିଥାନ୍ତି ଘରକୁ ପଳେଇଥାନ୍ତି। କିନ୍ତୁ ମୁଁ ଯେତେବେଳେ ସେ ଖବର ଜାଣିଲି ମୋ ଫ୍ଲାଇଟରେ ଥିଲି, ମୋ ଫ୍ଲାଇଟ ରନୱେରେ ଥିଲା। ମାନେ ସେ ସମୟ ଥିଲା, ଯଦି ଆପଣ ଜାଣିପାରୁଥିବେ ଯେ ଯଦି କେବେ ଫ୍ଲାଇଟରେ ବସୁଛନ୍ତି, ଦିଦି ଆନାଉନ୍ସ ଯେତେବେଳେ କରନ୍ତି ଯେ ଦୟାକରି ଆପଣଙ୍କର ସିଟ୍ ବେଲ୍ଟ ବାନ୍ଧି ନିଅନ୍ତୁ, ମୁଁ ହଠାତ୍ କିନା ପଚାରିଥିଲି ମୋ ପ୍ୟାଣ୍ଟ ଟାଇଟ୍ ଅଛି, ତାପରେ କହିଲା ଯେ ସିଟ୍ରୁ ବାନ୍ଧିବାର ଅଛି ତ ବାନ୍ଧିଦେଲି। ତାପରେ କଣ ନା ଇନଷ୍ଟ୍ରକ୍ସନ ଆସିଲା କି ନିଜ ନିଜ ଫୋନକୁ ଫ୍ଲାଇଟ୍ ମୋଡରେ କରିନିଅନ୍ତୁ। ମୁଁ ସବୁ ନିୟମକୁ ରେସ୍ପେକ୍ଟ କରେ, ତ ମୁଁ ଫ୍ଲାଇଟ୍ ମୋଡକୁ କଲି। ଆଉ ସେଟା ରେସ୍ପେକ୍ଟ ନୁହଁ, କାରଣ ମୁଁ ମ୍ୟାଥ୍ସ ଓଡ଼ିଆ ସାଇନ୍ସ +2 ସାଇନ୍ସ ଛୁଆ, ତ ମୁଁ ଅଧିକା ଟିକେ ସାଇନ୍ସ ଜାଣିଥାଏ ତା ପଛରେ। କାହିଁକି ନା ଗୋଟେ ରିଅଲି ଇମାଜିନ୍ କରେଇ ଦଉଛି, ଯଦି ଆମର ଯିଏ ପାଇଲଟ ଥାନ୍ତି ତାଙ୍କର କଣ୍ଟ୍ରୋଲ ରୁମ୍ ଠାରେ କଥା ହେବାର ଥାଏ, ସେ ତାଙ୍କର କଥାର ୱେବ୍ ଥାଏ ଏମିତି କିଛି ଏମର୍ଜେନ୍ସି ହେଇଗଲା। କିନ୍ତୁ ଯେତେବେଳେ ଆମେ ଫୋନଟାକୁ ବିନା କରିକିରି ରଖିଥାଉ, ଫ୍ଲାଇଟ୍ ମୋଡ୍ କରିନଥାଉ, ତା ଫ୍ରିକ୍ୱେନ୍ସି ଟା ଏମିତି ବାଡେଇ ହେଇଯିବ। ଆଉ ଯଦି ବି ତମେ ଏତେ ସିରିୟସ୍ କଥା ବୁଝି ପାରୁନ, ତ ମୁଁ ଗୋଟେ ଉଦାହରଣ ଦଉଛି। ବାଇଚାନ୍ସ କିଛି ଏମର୍ଜେନ୍ସି ପଡିଗଲା, ପାଇଲଟ ରୁ ଯାଉଛନ୍ତି ହ୍ୟାଲୋ 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 କଣ୍ଟ୍ରୋଲ ରୁମ୍, ମେଡେ ମେଡେ ଇଟ୍ସ ଆନ୍ ଏମର୍ଜେନ୍ସି। ଏପଟୁ ଶବ୍ଦ ଆଉଛି, ବାବୁ ଥାନା ଥାଲେ ନା କି ବେଳ ହେଲା, ଜୁନରେ ମେଡେ ଆସିଲାଣି। ଏତେ ସିରିୟସ୍ ଜିନିଷ, ତ ମୁଁ ଫ୍ଲାଇଟ୍ ମୋଡରେ କରିଦେଲି। ଫ୍ଲାଇଟ୍ ମୋଡ କରିବାର ଜଷ୍ଟ ପୂର୍ବରୁ ମୋର ଗୋଟେ ମେସେଜ ପପ୍ ହେଲା, ଯୋଉଟା କି ଥିଲା ଏୟାର ଇଣ୍ଡିଆର ଫ୍ଲାଇଟ୍ କ୍ରାଶ ହେଇଗଲା। ମୁଁ ଏୟାର ଇଣ୍ଡିଆରେ ଥିଲି। ମୁଁ ପଛକୁ ବସିଲି, ଦିଦିଙ୍କୁ ଚାହିଁଲି, ଓହ୍ଲେଇ ଦିଅ କବାଟ, କଦମୂଳ ଡେଇଁ ପଡିବି, ମତେ ଏତେ ଜରୁରୀ କୁଆଡକୁ ଯିବାର ନାହିଁ, ଚାଲି ଚାଲି ପଳେଇବି ଏଇଠୁ, ଏତେ ଇମ୍ପୋର୍ଟାଣ୍ଟ ମୁଁ କିଛି ନାହିଁ ଜିନିଷ, ମତେ ଓହ୍ଲେଇ ଦିଅ। ଏଇଟା ଖୋଲି ପାରିବ? ନାଇଁ, ୱାନ୍ସ ସ୍ପୋର୍ଟସ କ୍ୟାନଟ୍ ବି ଓପନ୍। ମୁଁ କହିଲି ତମେ ଖୋଲ ନହେଲେ ମୁଁ ଖୋଲି ପଳେଇବି, ତମେ ଏବେ ସାଙ୍ଗେ ସାଙ୍ଗେ କହିଲ, ମୋର ପୁରା ମନେ ଅଛି। Open the flap, put it down, pull the lever upward, push the gate downward, and the window open, you can go. Actually ସତ କଥା କହିବି, ମୋର ହିଷ୍ଟ୍ରି ମନେ ହଉନି ଏଇଟା କାହିଁ ଘୋଷିକିରି ଅଛି ନା, ମୋ ସାଇଡରେ ଜଣେ ମଉସା ବସିଥିଲେ, ପାଖାପାଖି 80+ ହବ। ତାଙ୍କୁ ଆସିକି ତାଙ୍କ ପଛରେ ଲାଗିଛନ୍ତି, ଇନ୍ ଟର୍ମସ୍ ଅଫ୍ ଏମର୍ଜେନ୍ସି, ଆପାତକାଳୀନ ସ୍ଥିତିରେ ଯଦି ଆପଣ ଏତେ ଜଣ ପ୍ୟାସେଞ୍ଜରଙ୍କର ଜୀବନ ବଞ୍ଚିବାକୁ ଚାହୁଁଛନ୍ତି, ତ କଣ ଆପଣ କବାଟ ଖୋଲିଦେବେ? ସେପଟୁ ଶବ୍ଦ ନା, କବାଟ 15 କିଲୋର, ହଁ ଖୋଲିଦବୁ। ଆକ୍ଚୁଆଲି ମୁଁ ବୃଦ୍ଧ ଲୋକଙ୍କୁ ବହୁତ ରେସ୍ପେକ୍ଟ କରେ, କିନ୍ତୁ ମୁଁ କଣ କରିବି? ସେ ମଉସା 1.5 ମିନିଟ୍ ନେଲେ ଗୋଟେ ବଟନ ଦବାକୁ, ସିଏ ଯେପର୍ଯ୍ୟନ୍ତ କବାଟ ଖୋଲିବେ ଭଗବାନ ନାମକୁ ଖୋଲି ସାରିଥିବେ ଯେ ପୁତ୍ର ତମେ ଆଗ ଚାଲ। ତମେ 80 ବର୍ଷ ପ୍ଲସ୍ ଜଣେ ବାର୍ଦ୍ଧକ୍ୟ ଲୋକ, କିଛି ତ ଆଟଲିଷ୍ଟ ଷ୍ଟ୍ରେସ୍ ତ ନିଅ। ତମେ 400 km/hରେ ଚାଲୁଛ, କିଛି ତ ଆଟଲିଷ୍ଟ ଷ୍ଟ୍ରେସ୍ ନିଅ। କିଛି ଷ୍ଟ୍ରେସ୍ ନେଇ ମଜା ଅଛନ୍ତି, କହୁଛନ୍ତି ବାହାରକୁ ଦେଖିକିରି ମେରେ ସାମନେ ବାଲେ ଖିଡକି, ମୁଁ ଆଡ କଲି यमराज का भेसा तोला है। ସେ ଖୁସି ଥିଲେ, ମତେ ଖୁସି ଦେଖିବାକୁ ଭଲ ଲାଗେ। ମୁଁ ଘଟିଆ ଆଦମୀ ନୁହଁ, କିନ୍ତୁ ଆଟ ଦି ପଏଣ୍ଟ ମୁଁ ସହିପାରିଲିନି। ମୁଁ ନୋଟିଫିକେସନ ସ୍କ୍ରିନଶଟ ନେଇଥିଲି, ମୁଁ ତାଙ୍କ ମନେ ଲଗେଇଥିଲି। ଆଉ ମୁଁ ପଛରେ ଜାଣିବାକୁ ପାରିଲି ସେ ଫାର୍ଷ୍ଟ ଟାଇମ ପାଇଁ ପ୍ଲେନରେ ବସୁଛନ୍ତି। ସିଏ ପଢିଲେ ଏୟାର ଇଣ୍ଡିଆ, ସିଏ ପଢିଲେ କ୍ରାଷ୍ଟ, ବାହାରେ ଦେଖିଲେ ବାଦଲ। ମତେ ପଚାରୁଛନ୍ତି ପୁତ୍ର ସ୍ୱର୍ଗ ଆସିଗଲା କି? ତାଙ୍କୁ ଲାଗିଲା ଏୟାର ଇଣ୍ଡିଆର ଖାଲି ଗୋଟିଏ ପ୍ଲେନ ଅଛି। ମୁଁ କହିଲି ନାଉ ୱି ଆର୍ ଟକିଂ, ତ୍ୱମେବ ଗଚ୍ଛନ୍ତି। ମୁଁ ସତ କଥା କହିବି, ଏ ବୃଦ୍ଧକ୍ୟ ଲୋକ ମାନେ ଆମ ମଉସା ପୁରା ଗଲା ପର୍ଯ୍ୟନ୍ତ ହାର୍ଟ ଆଟାକ୍ ନେଇ ଚାଲିଛନ୍ତି। ଆଉ ଗୋଟେ କଥା, ସେ ପ୍ଲେନ ଡ୍ରାଇଭର ପାଇଲଟର କଣ ବୋଧେ ଆମକୁ ବୋଧେ ରାଗିକି ଥିଲା କି କଣ ଥିଲା, ମଜା ନବାକୁ ଚାହୁଁଥିଲା। ଏୟାରରେ କୋଉଠି ସ୍ପିଡ ବ୍ରେକର ଅଛି, ହଠାତ୍ କିନା ମଝିରେ ତଳକୁ ଗଲା ପ୍ଲେନଟା। ବଞ୍ଚିଛି, ନିଜ ନିଜକୁ ଚୁମୁଡୁଛି ଯେ ବଞ୍ଚିଛି କି ନାହିଁ। ହଠାତ୍ କିନା ପ୍ଲେନ ଲ୍ୟାଣ୍ଡିଂ କଲା, ବ୍ରେକ୍ ଲଗେଇଲା, ମତେ ମଉସା କହୁଛନ୍ତି ବୋଧେ କଡେଇ ଆସିଗଲା, ଯେ ଚାଲ ଓହ୍ଲେଇବା।
ଆମେ ଓହ୍ଲେଇକିରି ଆସୁଛେ, ଓହ୍ଲେଇବା ପର୍ଯ୍ୟନ୍ତ ବି ଲାଗିଛନ୍ତି। ପୁଅ ଟିକେ ଚୁମୁଟି ଦେଲୁ, ମୁଁ ଚୁମୁଟିଲି ଗାଁ ଶୁଣିକି ଏମିତି କରିଦେଇ ପଳେଇ ଆଇଲି। କହିଲି କଣ କାଟିଲି? ମୁଁ କହିଲି ଗଲ। ତ ମୁଁ ଏଇଠି ଗୋଟେ କଥା କହିବାକୁ ଚାହୁଁଛି, ଏମିତି କିଛିଟା ବି ଫ୍ଲାଇଟ୍ ଜିନିଷରେ ଯେମିତି କି ମୁଁ କଲି ଫ୍ଲାଇଟ୍ ମୋଡ୍, ଯଦି ସେମିତି ସିଏ ଯଦି ମେଡେ ମେଡେ ଚିଲେଇଥାନ୍ତେ, ୟାକୁ କହିତେ ବାବୁ ଥାନା ଥାଲେ ନା, ତ କେମିତି ଲାଗିଥାନ୍ତା? ତ ସେମିତି ସବୁତକ ଇନଷ୍ଟ୍ରକ୍ସନ କୁ ଜଗିକି ଚାଲିବା ଦରକାର। ଏବଂ ଗୋଟେ କଥା, ଏଠି ଆମ ମଉସା ଜଣଙ୍କର ଟିକେ ମୋ ମୁଣ୍ଡ ଟିକେ ଅଧିକା ସଟକେଇ ଦେଇଥିଲି, ତ ସେଥିପାଇଁ ମୁଁ ନେଇକି ମାରିଲି ମୁହଁରେ। କିନ୍ତୁ ଏଇଟା ସତ କଥା ଯେ ତାଙ୍କୁ ରେସପେକ୍ଟ ଦେବା ଦରକାର। ମୁଁ ବହୁତ ରେସପେକ୍ଟ କରେ, କିନ୍ତୁ ମୁଁ ଜାଣିନଥିଲି ଟ୍ରେନରେ ବସୁଛନ୍ତି। ତାଙ୍କ ଘର ଲୋକଙ୍କ ସହ ଦେଖା ହେଲା ବେଳେ ସେ କହୁଛନ୍ତି, ପୁଅ ତୁ ବି ମରିଗଲୁ? ହେଲେ ବାପା ତମେ ବଞ୍ଚେଇଛ ନା, ଟିକେ ଚୁମୁଟିଲୁ। ସେ ଚୁମୁଟି ତାଙ୍କୁ କାଟିଲା, ସେ ମତେ ବୁଲିକି ଅନଉଛନ୍ତି। ମୁଁ ତ ଭୂତ ନୁହଁ। ତ ଆଜି ପାଇଁ ଏତିକି। ବହୁତ ବହୁତ ଧନ୍ୟବାଦ। କେମିତି ଲାଗିଲା ନିଶ୍ଚିନ୍ତ କହିବେ। ଥ୍ୟାଙ୍କ ୟୁ।